ହୀରାକୁଦ ଜଳଭଣ୍ଡାରର ବୁର୍ଲା ନିକଟସ୍ଥ ସିଲଟ ଅଞ୍ଚଳରେ ଥିବା ଏଣ୍ଟରଟେନମେଣ୍ଟ କିଙ୍ଗଡମ୍ ୱାଟର ପାର୍କରେ ମଣିଷ ମରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ୱାଟର ପାର୍କ ରାଇଡ୍ କରି ଦୁର୍ଘଟଣା ଘଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ମଝି ମଝିରେ ଘଟୁଥିବା ଏଠାରେ ଆଲୋଚନା ହେଉଛି, ଯାହାଫଳରେ ଏହାର ସୁରକ୍ଷା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତକାଲି ସମ୍ବଲପୁର ସରଳାକାନି ଅଞ୍ଚଳର ବାସିନ୍ଦା ଭୋଳନାଥ ଦାସଙ୍କ ପତ୍ନୀ ନୁକାମ୍ବିକା ନାଲ୍ଲୁରୀ ନିଜ ଝିଅ ଏବଂ ତାଙ୍କ ସାଙ୍ଗମାନଙ୍କ ସହ ଏହି ଏଣ୍ଟରଟେନମେଣ୍ଟ କିଙ୍ଗଡମ୍ର ୱାଟର ପାର୍କକୁ ଯାଇଥିଲେ। ସେଠାରେ ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଦିଷ୍ଟ ୱାଟର ରାଇଡ୍ କରିଥିଲେ। ମାତ୍ର ରାଇଡ୍ ଗଠନ ଓ ତ୍ରୁଟିପୂର୍ଣ୍ଣ ଡିଜାଇନ୍ ଯୋଗୁଁ ତାଙ୍କ ମୁଣ୍ଡ ରାଇଡ୍ର ଭିତରେ କାନ୍ଥରେ ଶକ୍ତ ଆଘାତ ହୋଇ ସେ ଗୁରୁତର ଆହତ ହୋଇଥିଲେ। ଯେତେବେଳେ ସେ ରାଇଡ୍ର ଶେଷ ମୁଣ୍ଡରେ ପହଞ୍ଚିଲେ, ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ଚାଲିଥିଲା। ଆହତ ନୁକାମ୍ବିକାଙ୍କୁ ତୁରନ୍ତ ସମ୍ବଲପୁର ଲାଇଫ୍ କେୟାର ମଲ୍ଟି ସ୍ପେଶାଲିଟି ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କ ମୁଣ୍ଡର ବାହ୍ୟ ଆଘାତକୁ ସିଲେଇ କରିବା ସମୟରେ ପ୍ରାୟ 12ଟିରୁ ଉର୍ଦ୍ଧ୍ୱ ଷ୍ଟିଚ୍ ପଡ଼ିଥିବା ଜଣାପଡ଼ିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ସିଟି ସ୍କାନ୍ କରାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ଘଟଣା ପରେ ୱାଟର ପାର୍କର ସୁରକ୍ଷା ବ୍ୟବସ୍ଥା ନେଇ ପର୍ଯ୍ୟଟକଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ରାଇଡ୍ ଗୁଡ଼ିକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ହେଡଗିୟର, ସୁରକ୍ଷା ଟ୍ୟୁବ୍ କିମ୍ବା ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଏଠାକୁ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି ଏବଂ ବିଭିନ୍ନ ସମୟରେ ଏଭଳି ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହେଉଛି। ଏ ସମ୍ପର୍କରେ ନୁକାମ୍ବିକାଙ୍କ ସ୍ୱାମୀ ଭୋଳନାଥ ଦାସ ବରଗଡ଼ ଜିଲ୍ଲା ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରି ଅଭିଯୋଗ କରିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। कल 31 मई को हम 6 लोग, 2 बड़े और 4 बच्चों के साथ मिलके बुर्ला एंटरटेनमेंट किंगडम वाटर पार्क जो है वहाँ पे गए थे। वहाँ पे मेरे साथ ये हादसा घटा है। वहाँ पे जो ऊपर से 40 फीट ऊपर से जाने वाला जो वाटर राइड है, उसमें डिज़ाइन का और सेफ्टी मेजर्स का कमी है, जिसका वजह से मेरा साथ हुआ है। जो मेरा साथ घटा है वो किसी और के साथ ना हो ऐसा हादसा। इसलिए हम ये मांग कर रहे हैं कि वहाँ के मैनेजमेंट को और सरकार को वहाँ पे जो वाटर राइड्स है उसका डिज़ाइन और सेफ्टी मेजर्स को एक बार ऑडिट किया जाए, उसके बाद आम पब्लिक को एलो किए जाए। वहाँ का कर्मचारी लोगों से भी हमने बात किए हैं, इससे पहले भी ऐसा घटना घटे हैं वहाँ पे, मगर और वो राइड्स में वहाँ पे जो कर्मचारी लोग हैं वहाँ पे उतना क्लियर इंस्ट्रक्शंस भी नहीं दे रहे हैं और वो ऊपर से वो लोग बोल रहे हैं कि कुछ नहीं होगा जाइए, कुछ नहीं होगा जाइए बोल के पब्लिक को वहाँ पे भेज रहे हैं। मगर वहाँ पे डिज़ाइन इश्यूज़ है और सेफ्टी मेजर्स सही तरीके में नहीं है। पहले वो चीज़ ठीक किया जाए, उसके बाद ही आम पब्लिक को छोड़ा जाए। राष्ट्र सर्वोपरि, राष्ट्र प्रथम, सदा सर्वदा।